Hello everyone, welcome back to SK Tuition Point. ଅଷ୍ଟମ ଶ୍ରେଣୀ ପିଲାଙ୍କର ସାହିତ୍ୟ ସୁରଭି ବହିଟିର ପ୍ରଥମ ଅଧ୍ୟାୟ ରହିଛି ଆସ ଉତ୍କଳ। ତାର ପଦ୍ୟଟିକୁ ଆମେ ପୁରା ସମ୍ପୂର୍ଣ୍ଣ ଭାବେ ବୁଝିଛେ, 8ଟା ଆଙ୍କ ଷ୍ଟାଞ୍ଜା ପଢ଼ିଛେ, ଭଲରେ ବୁଝିଛେ ଏବଂ ୱାର୍ଡ଼ ମିନିଂ ବି ଦେଖିଛେ। କିନ୍ତୁ ଆଜି ଆମେ ପଢ଼ିବା ତାର ଅଭ୍ୟାସ ଗୁଡ଼ିକ ଦେଖିବା, ସମ୍ପୂର୍ଣ୍ଣ କ୍ୱେଶ୍ଚିନ୍ ଫାର୍ଷ୍ଟ ଟୁ ଲାଷ୍ଟ ପର୍ଯ୍ୟନ୍ତ ଡିସ୍କସନ୍ କରିବା। ତ ଏଥର ପର୍ଯ୍ୟନ୍ତ ବି ଯେଉଁମାନେ ଦେଖିନାହଁ ସେ ପଦ୍ୟଟିକୁ ଯାଇକି ଆମ ଚ୍ୟାନେଲରେ ଅପଲୋଡ଼ ସରିଛି, ଯାଇକି ଦେଖିନିଅ। ଏଥର ପର୍ଯ୍ୟନ୍ତ ବି ଯେଉଁମାନେ ସବସ୍କ୍ରାଇବ୍ କରିନ ନିହାତି ଭାବେ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଅଲ୍ ନୋଟିଫିକେସନ୍ ସେଟ୍ କରିନିଅ, କାହିଁକିନା ଯେତେବେଳେ ବି ସବୁ ଏଇଟା ବୋଲି ଗୋଟେ ପଦ୍ୟ ନା ଆହୁରି ପଦ୍ୟ ଅଛି କି କ୍ୱେଶ୍ଚିନ୍ ଆନ୍ସର୍ ଗୁଡ଼ା ଅଛି, ସେତିକ ଯେଉଁ ହେବ ଡିସ୍କସନ୍ ଅପଲୋଡ଼ ହେଲା ପରେ ତମର ଫାର୍ଷ୍ଟ ନୋଟିଫିକେସନ୍ ପହଞ୍ଚିଯିବ। ଡିସ୍କ୍ରିପ୍ସନ୍ରେ ଟେଲିଗ୍ରାମ ଆଉ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଲିଙ୍କ୍ ଅଛି, ସେଠି ଯାଇକି ଜଏନ୍ କରିନିଅ। ଯାହା ବି କିଛି ପର୍ସନାଲ୍ ଡାଉଟ୍ ରହିବ ପଚାରିପାରିବ। ପ୍ରଥମ କ୍ୱେଶ୍ଚିନ୍ ଦେଖ ଦେଇଛି, ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ଚିହ୍ନ ଦେବା। ଏ ଦେଶ ଜାତିର ପୂର୍ବ କଥା। ଏହି ପାଦରେ ଥିବା ପୂର୍ବ କଥାଟି କେଉଁ କଥା ପ୍ରକାଶ କରୁଛି? ଅତୀତର ଗୌରବ କଥା, ଐତିହାସିକ କଥା, ସୃଜନଶୀଳ ଭାବ, ବୈଜ୍ଞାନିକ ଚିନ୍ତାଧାରା। ଉତ୍ତର ହେଉଛି ଅତୀତର ଗୌରବ କଥା। ନେକ୍ସଟ କ୍ୱେଶ୍ଚିନ୍ ରହିଛି, 2 ନମ୍ବର କ୍ୱେଶ୍ଚିନ୍ ରହିଛି, କବିତାର ବିଷୟବସ୍ତୁ ନିମ୍ନଲିଖିତ କେଉଁ ପ୍ରସଙ୍ଗ ଉପରେ ଆଧାରିତ ହୋଇଛି? ଦେଶର ପ୍ରଗତି, ଦେଶର ଅର୍ଥନୀତି, ଦେଶର ଅଧିକା କାହାଣୀ, ଦେଶ ପାଇଁ ଉତ୍ସର୍ଗୀକୃତ ଭାବନା। ଉତ୍ତର ହୋଇଯାଉଛି ଦେଶ ପାଇଁ ଉତ୍ସର୍ଗୀକୃତ ଭାବନା। ନେକ୍ସଟ ଦେଖିବା, ନେକ୍ସଟ ରହିଛି ପିଲାମାନେ ସେ ପୁଅ ମହିମା ହେବ କି କଳି। ଏହି ପାଦରେ ସେ ଶବ୍ଦ କାହା ପାଇଁ ବ୍ୟବହୃତ ହୋଇଛି? ବକ୍ସି ଜଗବନ୍ଧୁ, ଧର୍ମପଦ, ଗୋପବନ୍ଧୁ, ବାଜି ରାଉତ। ଉତ୍ତର କ'ଣ ଏଟାର ହେବ ନା ଗୋପବନ୍ଧୁ ଇଜ୍ ଆନ୍ସର୍। ତ ଗୋପବନ୍ଧୁ ଆନ୍ସର୍ ହେଲେ ନେକ୍ସଟ କ୍ୱେଶ୍ଚିନ୍ ରହିଛି, ମୁକତି ପଥର ସୈନିକ। ମୁକତି ପଥର ସୈନିକ ବୋଲି କବିତାରେ କାହାକୁ କୁହାଯାଇଛି? ଚନ୍ଦନ ହଜୁରୀଙ୍କୁ, ଗୋପବନ୍ଧୁଙ୍କୁ, ଧରମାକୁ, ବାଜି ରାଉତକୁ। ଆନ୍ସର୍ ହେଇଯାଉଛି କ'ଣ ବାଜି ରାଉତ। ଅଲରେଡ଼ି ଆନ୍ସର୍ ମୁଁ ଲେଖିଦେଇଛି, ତମେ ପଢ଼ିକି ନିଜେ ଲେଖି ମଧ୍ୟ ପାରିବ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚିନ୍ ଯିବା। ନେକ୍ସଟ କ୍ୱେଶ୍ଚିନ୍ ପିଲାମାନେ ଦେଇଛି, ତୁମର ସାଙ୍ଗମାନେ ଭିନ୍ନ ଭିନ୍ନ ଉତ୍ତର ବାଛି ଥାଇପାରନ୍ତି, ତୁମେ ଏହି ଉତ୍ତର ଗୁଡ଼ିକୁ କାହିଁକି ବାଛିଲ ତାହା ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର। ଉତ୍ତର କ'ଣ ଦେଇଛି ନା ଦେଖ, ଉତ୍ତର ଦେଇଛି ପ୍ରଥମ ପ୍ରଶ୍ନର ଉତ୍ତର, ମୁଁ ଅତୀତର ଗୌରବ କଥା ବାଛିଲି କାରଣ କବି ଓଡ଼ିଶାର ଅତୀତର ବୀରତ୍ୱ ଓ ସମ୍ମାନଜନକ କଥାକୁ ହିଁ ପୂର୍ବ କଥା ବୋଲି କ'ଣ ଜଣାଇଛନ୍ତି। ତୃତୀୟ ପ୍ରଶ୍ନର ଉତ୍ତର, ମୁଁ ଗୋପବନ୍ଧୁ ବାଛିଲି କାରଣ କବିତାରେ ଲେଖା ଅଛି ଦରିଦ୍ର ଜନକ ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ଚତୁର୍ଥ ପ୍ରଶ୍ନର ଉତ୍ତର, ବାଜି ରାଉତ ବାଛିଛି କାହିଁକି ନା କବିତାରେ ସ୍ପଷ୍ଟ ଲେଖା ଅଛି ବାଜି ରାଉତର ନାଁ ଲୁଚି ନାହିଁ, ମୁକତ ପଥର ସୈନିକ ସେହି। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ନେକ୍ସଟ କ୍ୱେଶ୍ଚିନ୍ ଅଛି, ମିଳିମିଶି ଯୋଡ଼ିବା। କବିତାରେ ମନୋନୀତ କିଛି ଧାଡ଼ି ବା ପାଦ କ ସ୍ତମ୍ଭରେ ଦିଆଯାଇଛି, ସେହି ପଦ ଗୁଡ଼ିକର ଅର୍ଥ ବା ପ୍ରସଙ୍ଗ ଖ ସ୍ତମ୍ଭରେ ଦିଆଯାଇଛି। ଠିକ୍ ଉତ୍ତରକୁ ଯୋଡ଼। ବକ୍ସି ଜଗବନ୍ଧୁ ମୁଁ ଏଠି ଉତ୍ତର ଲେଖିଦେଇଛି, ତମେ ଦେଖିପାରିବ, ଟିକେ ବହି ମଧ୍ୟ ମିଳେଇ ଦେବ। ଠିକ୍ ଅଛି, ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଆଉ ହେଇ ଅମର ପଥେ। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ସ୍ୱାଧୀନତା ସଂଗ୍ରାମ କରି ଅମର ପଥରେ ଯାଇଛନ୍ତି। 1ର 4ଟା ହେବ ଉତ୍ତର। ନେକ୍ସଟ ଅଛି, ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମର ବୀରର ରପତ ନଈ। ସେଇଟା 2 ଆନ୍ସର୍ ହୋଇଯିବ, କାହିଁକିନା ତୋଷାଳୀ ପ୍ରାନ୍ତରେ ରପତ ନଦୀ ପ୍ରବାହିତ ହୋଇଥିଲା। ମାନେ ଏଇଟା ଦେଇଛି କି କବିତାଟେ ଦେଇଛି, ତାର ପୁରା ଓଡ଼ିଆ ଅକ୍ଷରରେ ଶୁଦ୍ଧ ଓଡ଼ିଆରେ ତାର ଆନ୍ସର୍ଟି ଦେଇଛି। 3 ନମ୍ବର ଅଛି ଦେଖ, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁଙ୍କ ମହିମା କାହାରି ସାଥିରେ କଳି ହେବ ନାହିଁ। 3 ନମ୍ବର ଅଛି, ବାଜି ରାଉତର ନାଁ ଲୁଚି ନାହିଁ, ମୁକତ ପଥର ସୈନିକ ସେହି। 3 ନମ୍ବର, ଏଇଟା 4ର 3 ନମ୍ବର ଆନ୍ସର୍ ହେଇଯିବ, ସେଇଠି ମିଳେଇ ଦେବ। ଠିକ୍ ଅଛି, ମୁକତି ପଥର ସୈନିକ ବାଜି ରାଉତର ନାଁ କେବେ ମଧ୍ୟ ଲୁଚି ଯାଇ ନାହିଁ। ନେକ୍ସଟ ରହିଛି, କବିତାର ପଦଗୁଡ଼ିକୁ ଆଲୋଚନା କରିବା। ନିମ୍ନରେ କବିତାର କିଛି ପଦ ଦିଆଯାଇଛି,
ସେଗୁଡ଼ିକୁ ଭଲ ଭାବରେ ପଢ଼ିବା, ଚିନ୍ତା କରିବା, ବୁଝିବା ଏବଂ ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖିବା। ପାଇକ ପୁଅର ଗାରିମାଜା ଥିଲା। ପାଇକ ପୁଅର ଗାରିମାଜା ଥିଲା, ଜାଗେ ଦେଲା ଆହୁତି, ସ୍ୱାଧୀନତା ଜାଗେ ଦେଲା ଆହୁତି, ସେ ଜାତି ଦାୟାଦ ଆମେ ତ ସରବେ, ବୋଳି ହେବା ସଙ୍ଗେ ସେହି ବିଭୂତି। ଉତ୍ତର କ'ଣ ହେବ ପିଲାମାନେ? ଓଡ଼ିଶାର ବୀର ପାଇକମାନଙ୍କର ସାହସ ଓ ଗାରିମା ଥିଲା ଅପୂର୍ବ। ସେମାନେ ଦେଶର ସ୍ୱାଧୀନତା ରୂପକ ଯଜ୍ଞରେ ନିଜର ଜୀବନକୁ ଆହୁତି ଦେଇଥିଲେ। ଆମେ ସେହି ବୀର ଓଡ଼ିଆ ଜାତିର ଉତ୍ତରାଧିକାରୀ। ତେଣୁ ସେହି ବଳିଦାନ ପବିତ୍ର ବିଭୂତି ବା ସ୍ମୃତିକୁ ଦେହରେ ବୋଳି ହୋଇ ଦେଶର ପ୍ରେମରେ ଉଦ୍ବୁଦ୍ଧ ହେବା ଉଚିତ। ଖ ନମ୍ବର ଦେଖ ଦେଇଛି, ଶାନ୍ତି ମୈତ୍ରୀ ପ୍ରୀତି କୃତ ବାଣିଜ୍ୟ ହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି, ଅହିଂସା ମନ୍ତ୍ରରେ ଦେଲେ ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସହି। ଉତ୍ତର ଏଇଟାର ହେଉଛି ଉତ୍କଳ ମାଟି କେବଳ ବୀରମାନଙ୍କର ଦେଶ ନୁହେଁ, ଏହା ଶାନ୍ତି, ବନ୍ଧୁତା, ଯୋଉଟାକୁ ଆମେ ମୈତ୍ରୀ ମଧ୍ୟ କହୁ, ଓ ପ୍ରେମର ପବିତ୍ର ବାର୍ତ୍ତା ପ୍ରଚାର କରିଛି। ଚଣ୍ଡାଶୋକଙ୍କୁ ଧର୍ମଶୋକ କରି ସମଗ୍ର ବିଶ୍ୱକୁ ଅହିଂସା ମନ୍ତ୍ରରେ ଯେଉଁ ଦୀକ୍ଷା ଦେଇଛି ଏହି ମାଟିଟି, ପୃଥିବୀର ଅନ୍ୟ କୌଣସି ଦେଶ ତାହାର ସମାନ ହୋଇପାରିବ ନାହିଁ। ଗ ନମ୍ବର ଅଛି, ତ୍ୟାଗ ଓ ଆଦର ସହ ଜାତିର ମହତ୍ତ୍ୱ ଦେଶ ପାଇଁ ଦେଲା ନିଜକୁ ବଳି, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ ସେ ପୁଅ ମଣିମା ହେବ କି କଳି। ଉତ୍ତରରେ କ'ଣ ଲେଖିବା ନା, ଉତ୍କଳମଣି ଗୋପବନ୍ଧୁ ଦାସ ଦରିଦ୍ର ଲୋକମାନଙ୍କର ପ୍ରକୃତ ବନ୍ଧୁ ଥିଲେ। ସେ ନିଜ ଜାତିର ମହତ୍ତ୍ୱ ଓ ଆଦର୍ଶ ରକ୍ଷା କରିବାକୁ ଯାଇ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। ସେ ମହାନ ସୁଯୋଗ୍ୟ ପୁତ୍ରଙ୍କର ତ୍ୟାଗ ଓ ମହିମାକୁ କେହି କେବେ ମାପିବା ବା କଳନା କରିପାରିବେ ନାହିଁ। ଏଇଟାର ଏତିକି ଥିଲା। ନେକ୍ସଟ ଯିବା। ନେକ୍ସଟ ହେଉଛି ପିଲାମାନେ କ, ଏ ଦେଶ ଜାତିର ପୂର୍ବ କଥା, ଉକ୍ତ ଧାଡ଼ିରେ କେଉଁ ଦେଶ ଓ ଜାତିର ପୂର୍ବ କଥା ସମ୍ପର୍କରେ କୁହାଯାଇଛି ବା କାହିଁକି? ବୁଝି ବିଚାରି ଲେଖ। ଫାଷ୍ଟ କ୍ୱେଶ୍ଚିନ୍କୁ ବୁଝିବ, ତାପରେ ଉତ୍ତର ଦେବ। ତ ମୁଁ ଏଠି କ୍ୱେଶ୍ଚିନ୍କୁ ଆନ୍ସର ବି ନେଇ ଆସିଛି, ତୁମେ ଦେଖିପାରିବ। ଦେଖ ଦେଇଛି, ଏ ଦେଶ ଜାତିର ପୂର୍ବ କଥା, ଉକ୍ତ ଧାଡ଼ିରେ କେଉଁ ଦେଶ ଓ କେଉଁ ଜାତିର ପୂର୍ବ କଥା ସମ୍ପର୍କରେ କୁହାଯାଇଛି ଏବଂ କାହିଁକି? ଉତ୍ତର ହେଉଛି, ଏଠାରେ ଆମ ପ୍ରିୟ ମାତୃଭୂମି ଓଡ଼ିଶା ଦେଶର ଏବଂ ବୀର ଓଡ଼ିଆ ଜାତିର ପୂର୍ବ କଥା ସମ୍ପର୍କରେ କୁହାଯାଇଛି। କାରଣ ଓଡ଼ିଶାର ଅତୀତ ଇତିହାସ ବୀରତ୍ୱ, ତ୍ୟାଗ ଏବଂ ସ୍ୱାଭିମାନରେ ପରିପୂର୍ଣ୍ଣ, ଯାହା ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରେ। ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ କେଉଁ ପଥରେ ପଥୁକ ଥିଲେ? ସେମାନେ କେଉଁ କାର୍ଯ୍ୟ କରି ଅମର ହେଲେ? ତାର ଉତ୍ତର ହେଉଛି, ବକ୍ସି ଜଗବନ୍ଧୁ ଓ ଚନ୍ଦନ ହଜୁରୀ ସ୍ୱାଧୀନତା ସଂଗ୍ରାମ ଏବଂ ଦେଶ ପ୍ରେମ ପଥର ପଥିକ ଥିଲେ। ମାତୃଭୂମି ସ୍ୱାଧୀନତା ପାଇଁ ଇଂରେଜମାନଙ୍କ ବିରୋଧରେ ଲଢ଼ି ନିଜେ ସର୍ବସ୍ୱ ତ୍ୟାଗ କରିଥିବା କାର୍ଯ୍ୟ ପାଇଁ ସେମାନେ ଯୁଗ ଯୁଗ ଧରି ଅମର ରହିବେ ବୋଲି କହିଥିଲେ। ଗ ନମ୍ବର ଦେଖିଦେଇଛି, ସେ ଜାତି ଦାୟାଦ ଆମେ ତ ସରବେ। ଉକ୍ତ ପଦରେ ତୁମେ କ'ଣ ବୁଝିଲ ଦେଖ। ଉତ୍ତର ହେଉଛି, ଏହାର ଅର୍ଥ ହେଲା ଯେଉଁ ବୀର ପାଇକମାନେ ଦେଶ ପାଇଁ ନିଜ ଜୀବନ ଆହୁତି ଦେଇଥିଲେ, ଆମେ ସମସ୍ତେ ହେଉଛୁ ସେହି ସାହସୀ ଓଡ଼ିଆ ଜାତିର ଉତ୍ତରାଧିକାରୀ ବା ଦାୟାଦ। ତେଣୁ ଆମେ ଦେହରେ ମଧ୍ୟ ସେହି ବୀରତ୍ୱର ରକ୍ତ ପ୍ରବାହିତ ହେଉଛି। ଗ ନମ୍ବର କ୍ୱେଶ୍ଚିନ୍ ଦେଇଛି, କବିତାରେ ଦେଶପ୍ରେମ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରାଯାଇଛି। ତୁମେ ଦେଶପ୍ରେମ ସମ୍ପର୍କରେ ଯାହା ଜାଣ ଲେଖ। ଉତ୍ତର ଲେଖିବ, ନିଜ ଜନ୍ମଭୂମିକୁ ନିଃସ୍ୱାର୍ଥପର ଭାବେ ଭଲ ପାଇବା, ଦେଶର ଉନ୍ନତି ପାଇଁ କାମ କରିବା ଏବଂ ଅନାବଶ୍ୟକ ପଡ଼ିଲେ ଦେଶ ମାତୃକାର ସୁରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେବା। ଓ ନମ୍ବର ରହିଛି ଦେଖ, ଏହି କବିତାଟି ଏକ ଦେଶାତ୍ମବୋଧକ କବିତା, ଯାହା ଆମକୁ ଆମ ରାଜ୍ୟ ଦେଶକୁ ଭଲ ପାଇବାର ପ୍ରେରଣା ଜାଗ୍ରତ କରିଥାଏ। ଏହି କବିତାଟି ତୁମକୁ କେଉଁ ପ୍ରେରଣା ପ୍ରଦାନ କରୁଛି ଲେଖ। ଉତ୍ତର ଲେଖିବ, ଏହି କବିତାଟି ଆମକୁ ଅତୀତ ବୀରମାନଙ୍କର ତ୍ୟାଗରୁ ଶିକ୍ଷା ଲାଭ କରି ନିଜ ଦେଶ ଓ ଜାତି ପାଇଁ ଗର୍ବ ଅନୁଭବ କରିବା ପାଇଁ ପ୍ରେରଣା ଦେଉଛି। ଏହାଛଡ଼ା ଶାନ୍ତି, ଅହିଂସା ଓ ସ୍ୱାଭିମାନ ରକ୍ଷା କରି ଦେଶର ଗଠନରେ ନିଜକୁ ନିୟୋଜିତ କରିବାର ପ୍ରେରଣା ପ୍ରଦାନ କରୁଛି। ଏତିକି ଲେଖି ସାରିଲା ପରେ ନେକ୍ସଟ କ୍ୱେଶ୍ଚିନ୍ ଅଛି ଅନୁମାନ ଓ କଳ୍ପନା। ବହୁତ ଭଲ କ୍ୱେଶ୍ଚିନ୍ ପିଲାମାନେ ଦେଇଛି, ତୁମେ ବି ଆନ୍ସର ନିଜେ କରିପାରିବ କିମ୍ବା ମୁଁ ଯେଉଁଟା ଦେଇଛି ଲେଖ। ତୁମେମାନେ ମିଳିମିଶି ଆଲୋଚନା କର ଏବଂ ଲେଖ। ବକ୍ସି ଜଗବନ୍ଧୁ ପରି ହେବା ପାଇଁ ତୁମେ କ'ଣ କରିବା ଉଚିତ? ଉତ୍ତର ଲେଖିବ, ବକ୍ସି ଜଗବନ୍ଧୁଙ୍କ ପରି ମହାନ ହେବାକୁ ହେଲେ ପ୍ରଥମେ ମୋତେ ନିଜ ଦେଶ ମାତୃକାକୁ ନିଃସ୍ୱାର୍ଥପର ଭାବେ ଭଲ ପାଇବାକୁ ହେବ। ଅନ୍ୟାନ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଦେଶର ସ୍ୱାଧୀନତା ଓ ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ନିଜର ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ ରହିବାକୁ ହେବା ଉଚିତ। କ ନମ୍ବର ଅଛି, ନିଜକୁ ପାଇକ ପୁଅ ଭାବି ଦେଶ ସେବା ପାଇଁ କ'ଣ କରିପାରିବ? ଉତ୍ତର ଲେଖିବ, ନିଜକୁ ପାଇକ ପୁଅ ଭାବି ମୁଁ ସାହସର ସହିତ ଦେଶର ସୀମା ସୁରକ୍ଷା କରିପାରିବି, ଦେଶ ଭିତରେ ଥିବା ଦୁର୍ନୀତି ଓ ଅନ୍ୟାୟକୁ ବିରୋଧ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବି ଏବଂ
ଦରକାର ପଡ଼ିଲେ ଦେଶ ପାଇଁ ନିଜ ଜୀବନ ମଧ୍ୟ ଉତ୍ସର୍ଗ କରିବେ। 6 ନମ୍ବର ଦେଖ କ୍ୱେଶ୍ଚିନ୍ ଦେଇଛି କେଉଁ କାର୍ଯ୍ୟ ଜଣେ ବ୍ୟକ୍ତିକୁ ଅମର କରିଥାଏ? ଉତ୍ତର ଲେଖିବ ମଣିଷ ତାର ସ୍ୱାର୍ଥପରତା ତ୍ୟାଗ କରି ନିଃସ୍ୱାର୍ଥପର ଭାବେ ଦେଶ ଓ ଜାତିର କଲ୍ୟାଣ ପାଇଁ କରୁଥିବା ତ୍ୟାଗ ଓ ବଳିଦାନ ଏବଂ ସମାଜ ସେବା ଭଳି ମହତ୍ କାର୍ଯ୍ୟ ହିଁ ତାକୁ ଯୁଗ ଯୁଗ ପାଇଁ ଇତିହାସ ପୃଷ୍ଠାରେ ଅମର କରିଥାଏ। 6 ନମ୍ବର କ୍ୱେଶ୍ଚିନ୍ ଦେଖ ଦେଇଛି ଯଦି ତୁମେ ତୋଷାଳୀ ପ୍ରାନ୍ତରେ ଥାଆନ୍ତ ତେବେ ସେହି ରକ୍ତନଈକୁ ଦେଖୁଥିବା ପରେ ତୁମ ମନରେ କେଉଁ ଭାବ ଜାଗ୍ରତ ହୋଇଥାନ୍ତା? ଉତ୍ତର ଲେଖିବ ଯଦି ମୁଁ ତୋଷାଳୀ ପ୍ରାନ୍ତରେ ରକ୍ତନଈ ବା ଦୟା ନଦୀ ଦେଖିଥାନ୍ତି ତେବେ ସେହି ବୀରମାନଙ୍କର ବଳିଦାନ ଦେଖି ମୋ ହୃଦୟ ଶ୍ରଦ୍ଧା ଓ ଗର୍ବରେ ଭରିଯାଇଥାନ୍ତା। ଏଥିସହିତ ଯୁଦ୍ଧର ଅଭିଷେକ ଦେଖି ମନରେ ଶାନ୍ତି ଓ ଅହିଂସା ପ୍ରତିଷ୍ଠା କରିବାର ଦୃଢ଼ ଭାବନା ଜାଗ୍ରତ ହୋଇଥାନ୍ତା। ଯଦି ତୁମେ ସ୍ୱାଧୀନତା ସଂଗ୍ରାମୀ ହୋଇଥାନ୍ତ ତେବେ ତୁମେ କେଉଁ କାର୍ଯ୍ୟରେ ପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତ? ଏଠି ଉତ୍ତର ଲେଖିବ ଯଦି ମୁଁ ସ୍ୱାଧୀନତା ସଂଗ୍ରାମୀ ହୋଇଥାନ୍ତି ତେବେ ଲୋକମାନଙ୍କ ମନରେ ଦେଶପ୍ରେମର ବହ୍ନି ଜାଗ୍ରତ କରିବା ପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତି। ଅହିଂସା ଓ ଏକତା ମଧ୍ୟରେ ସମସ୍ତ ଭାରତବାସୀଙ୍କୁ ଗୋଟିଏ ସୂତାରେ ବାନ୍ଧି ଇଂରେଜମାନଙ୍କୁ ଦେଶରୁ ତଡ଼ିବାକୁ ଚେଷ୍ଟା କରିଥାନ୍ତି। ଏତିକି ଆନ୍ସର ଲେଖିବ। ତାପରେ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ନେକ୍ସଟ କ୍ୱେଶ୍ଚିନ୍ ରହିଛି କବିତା ରଚନା। କବିତା ରଚନା କେମିତି କରିବା କଥା? ଜାତି ପାଇଁ ଦିନେ ବାଳୁତ ତରମା ଝାସି ଥିଲା ପ୍ରାଣ ସାଗର ଜଳେ ଲିଭୁ ଅଖି ତାର ଅଲିଭା କାହାଣୀ ଥିବା ଯାଇ ନର ଧରଣୀ ତଳେ। ଏହି ପଦ୍ୟାଂଶର ଶେଷ ଶବ୍ଦକୁ ଧ୍ୟାନର ସହିତ ଦେଖ। ଧ୍ୟାନର ଏଇଟା ଠିକ୍ ଅଛି। ସାଗର ଜଳେ ଏବଂ ଧରଣୀ ତଳେ ଚଳେ ଓ ତଳେ ପଦର ବ୍ୟବହାର କରାଯାଇଛି। ଏହି ଦୁଇ ପଦର ଶେଷ ଧ୍ୱନି ଏକା ଭଳି। ଏହି ବିଶେଷତାକୁ ଓଡ଼ିଆ ଭାଷାରେ ପୂର୍ଣ୍ଣ ମିତ୍ରାକ୍ଷର ବୋଲି କୁହାଯାଏ। ଏବେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକୁ ସାଙ୍ଗମାନଙ୍କ ସହିତ ଆଲୋଚନା କର ଓ ଲେଖ। କେମିତି କରିବ ନା ଦେଖ 6 ନମ୍ବର ଦେଇଛି ପୂର୍ଣ୍ଣ ମିତ୍ରାକ୍ଷରକୁ ନେଇ କବିତା ଲେଖୁଥିଲେ କେଉଁ ବିଶେଷ ପ୍ରଭାବ ପଡ଼ିଥାଏ? ଉତ୍ତର ଲେଖିବ ପୂର୍ଣ୍ଣ ମିତ୍ରାକ୍ଷର ଯେଉଁଟାକୁ ଆମେ କହୁଛେ ରାଇମିଂ ୱାର୍ଡସ୍ ବ୍ୟବହାର କରି କବିତା ଲେଖିଲେ କବିତାଟି ଅଧିକ ଶ୍ରୁତିମଧୁର ଏବଂ ଲୟବଦ୍ଧ ହୋଇଥାଏ। ଏହାଦ୍ୱାରା କବିତାକୁ ଗାନ କରିବା ସହଜ ହୁଏ ଏବଂ ଏହା ପାଠକ କିମ୍ବା ଶ୍ରୋତାଙ୍କ ମନରେ ସହଜରେ ଛାପ ଛାଡ଼ିପାରେ ତଥା ଶୀଘ୍ର ମନେ ରହେ। 6 ନମ୍ବର କ୍ୱେଶ୍ଚିନ୍ ଅଛି ଦେଖ କବିତାକୁ ପ୍ରଭାବଶାଳୀ କରିବା ପାଇଁ ଆଉ କେଉଁ କେଉଁ ପ୍ରଭାବ ପ୍ରୟୋଗ କରାଯାଇଛି ଲେଖ। ଉତ୍ତର ଲେଖିବ ମିତ୍ରାକ୍ଷର ଛଡ଼ା କବିତାକୁ ପ୍ରଭାବଶାଳୀ କରିବା ପାଇଁ କବି ଅନେକ ଦେଶାତ୍ମବୋଧକ ଭାବ ବୀରର ରସର ପ୍ରୟୋଗ ସହଜ ଏବଂ ସାବଲୀଳ ଭେଷଜ ଶବ୍ଦର ବ୍ୟବହାର କରିଛନ୍ତି। ଏହା ସହ ବୀର ପୁରୁଷମାନଙ୍କର ବଳିଦାନର ଜୀବନ୍ତ ଉଦାହରଣ ଦେଇ ପାଠକମାନଙ୍କ ମନରେ ଦେଶପ୍ରେମର ଆବେଗ ସୃଷ୍ଟି କରିଛନ୍ତି। ନେକ୍ସଟ ରହିଛି ତୁମର କବିତା। ନିଜେ ଯେଉଁ କବିତା କରିବ କ'ଣ ଲେଖିବ ଦେଖ। ଆସ ଉତ୍କଳୀୟ କବିତାକୁ ତୁମେମାନେ ପଢ଼ିଲେ ଆମେ ନିମ୍ନରେ ଏହାର କିଛି ଅଂଶ ଦିଆଯାଇଛି। ତୁମେ ଚିନ୍ତା କରି ସେହି ଆଧାରରେ ଏକ କବିତା ଲେଖ। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୂର୍ବ କଥା ସ୍ମରଣେ ଯାହାର କରବେ ତୋହର ଆପେ ଆପେ ନଇଁ ପଡ଼ିବ ମଥା। ଉତ୍ତରରେ ଦେଖ ଦେଇଛି ଛାତ୍ରଙ୍କ ନିଜସ୍ୱ ରଚନା ଆଧାରରେ କବିତା ଯେଉଁଟାକି ଲେଖିପାରିବ। ଜାଗରେ ଓଡ଼ିଆ ଜାଗ ଆଜି ତୁହି ମନେ ପକା ସେଇ ଅତୀତ ସ୍ମୃତି କେତେ ସଂଗ୍ରାମୀ ଯେ ଦେଲେ ବଳିଦାନ ମାତୃଭୂମି ପାଇଁ ଦେଲେ ଆହୁତି। ତ ବଢ଼ିଆ ଲେଖା ହେଇଛି ପୁଣି ଥରେ ପଢ଼ି ଦେଉଛି। ଜାଗରେ ଓଡ଼ିଆ ଜାଗ ଆଜି ତୁହି ମନେ ପକା ସେଇ ଅତୀତ ସ୍ମୃତି କେତେ ସଂଗ୍ରାମୀ ଯେ ଦେଲେ ବଳିଦାନ ମାତୃଭୂମି ପାଇଁ ଦେଲେ ଆହୁତି। ତ ତମେ ଏମିତି ଲେଖିପାରିବ ଠିକ୍ ଅଛି କିମ୍ବା ନିଜ ମନରୁ ବି ଲେଖିପାରିବ। ନେକ୍ସଟ ରହିଛି ପିଲାମାନେ ଭାଷା ବିଚାର ଶବ୍ଦ ସହ ଶବ୍ଦ ଯୋଡ଼। ପ୍ରଶ୍ନ ରହିଛି ତୁମ ସାଙ୍ଗମାନଙ୍କ ସହ ମିଶି ଆଲୋଚନା କରି ତଳେ ଦିଆଯାଇଥିବା ଖାଲି ସ୍ଥାନରେ ଧରଣୀର ସମର୍ଥବୋଧକ ଶବ୍ଦଗୁଡ଼ିକ ଲେଖ। ଉତ୍ତର ବହିରେ ଦିଆଯାଇଥିବା ଚିତ୍ର ଅନୁଯାୟୀ ଧରଣୀ ପୃଥିବୀର ବିଭିନ୍ନ ସମାର୍ଥବୋଧକ ଶବ୍ଦ ପ୍ରତିଶବ୍ଦଗୁଡ଼ିକ ହେଉଛି ପୃଥିବୀ
ବସୁନ୍ଧରା, ଧରା, ବସୁମତୀ, ଅବନୀ, ମହୀ, ମେଦିନୀ, ଭୂମି। ପୁଣି ଥରେ କହିଦେଉଛି, ପୃଥିବୀ, ବସୁନ୍ଧରା, ଧରା, ପୁଣି ବସୁମତୀ, ଅବନୀ, ମହୀ, ମେଦିନୀ ଆଉ ଭୂମି। ଏତିକି ଥିଲା ତାର ପ୍ରତିଶତ। ଆହୁରି ମଧ୍ୟ ଅଛି, କିନ୍ତୁ ଏଇ 5-6ଟି ଲେଖ ତମ ପାଇଁ ହିଁ ଭଲ। ନେକ୍ସଟ ରହିଛି ଭାଷା ବିଚାର। ପୁଣି ଥରେ ଖ ନମ୍ବର। ଆମେ ଖ ନମ୍ବର ଦେଖିଲେ, ଏବେ ଖ ନମ୍ବର ଦେଖିବା। ନିମ୍ନଲିଖିତ ଶବ୍ଦଗୁଡ଼ିକ ଗଦ୍ୟ ରୂପ ଲେଖ। ଗଦ୍ୟ ରୂପ ତମେ ପିଲାବେଳୁ ମଧ୍ୟ ପଢ଼ି ଆସିଛ, ବହୁତ ସହଜ ଅଛି। ଦେଖ, ପୂର୍ବ, ପୂର୍ବର ଗଦ୍ୟ ରୂପ କ'ଣ ହେବ? ପୂର୍ବ। ଗରବର ଗର୍ବରେ, ସରବର ହେଉଛି ସର୍ବେ, ତାପରେ ବା ସମସ୍ତେ ଯେଉଁଟାକୁ ଆମେ କହୁଛୁ ସର୍ବେର ମାନେ ରକ୍ତର ରକ୍ତ, ଆଦର୍ଶ ହେଉଛି ଆଦର୍ଶ, ତର୍ପଣ ହେଉଛି ତର୍ପଣ। କ ନମ୍ବର ଦେଖ ଦେଇଛି କାଳ, ଯେଉଁଟାକୁ ଆମେ ସମୟ ମଧ୍ୟ କହୁଛେ ବିପର। ପାଇକ ପୁଅର ଗାରିମାଜା ଥିଲା, ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା। ଉପରେ ଲିଖିତ ପଦକୁ ଦୁଇଟି ଅତୀତ କାଳର ସୂଚନା ପ୍ରଦାନ କରିଥାଏ। ତୁମେମାନେ ଏହି ପଦ୍ୟାଂଶକୁ ନେଇ ବର୍ତ୍ତମାନ ଓ ଭବିଷ୍ୟତ କାଳର ପରିଣତ କର। ବର୍ତ୍ତମାନ କାଳ ହେବ ପାଇକ ପୁଅର ଗାରିମା ଅଛି, ତୋଷାଳୀ ପ୍ରାନ୍ତରେ ରକ୍ତ ନଦୀ ବହୁଛି। ଭବିଷ୍ୟତ କାଳରେ କ'ଣ ଲେଖିପାରିବା? ପାଇକ ପୁଅର ଗାରିମା ରହିବ, ତୋଷାଳୀ ପ୍ରାନ୍ତରେ ଦିନେ ରକ୍ତ ନଦୀ ବହିବ। ତ ଏମିତି ତମେ ଲେଖିପାରିବ। ତାପରେ ନେକ୍ସଟ ରହିଛି ସମାନ ଅର୍ଥ ବୁଝାଉଥିବା ଶବ୍ଦ ପ୍ରତିଶବ୍ଦ, ଯେଉଁଟା ଆମେ କହିପାରିବା। କବିତାର କିଛି ଶବ୍ଦ ନିମ୍ନରେ ଦିଆଯାଇଛି, ତଳକୁ ଦିଆଯାଇଥିବା ସମାନ ଅର୍ଥ ବୁଝାଉଥିବା ଶବ୍ଦକୁ ଖୋଜି ଖାଲି ଘର ପୂରଣ କର। ନଈ ହେଉଛି କ'ଣ? ନଈର ତଟିନୀ ସ୍ରୋତସ୍ୱିନୀ। ସାଗର ହେଉଛି ସିନ୍ଧୁ ପାରାବାର। ଶନିବାର ହେଉଛି ଯବାନ ସିପାହୀ। ତ ଆଜି ପାଇଁ ଏତିକି ଥିଲା। ଟୋଟାଲ କ୍ୱେଶ୍ଚିନ୍ ଆନ୍ସର ଆମେ ଡିସ୍କସନ୍ କରିଦେଲେ। ନେକ୍ସଟ ବିଷୟ ଯେଉଁଟା ରହିଛି ସେତିକରେ ବି କ୍ୱେଶ୍ଚିନ୍ ଆନ୍ସର ଆସିଯିବ। ସେତେବେଳେ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଅଲ୍ ନୋଟିଫିକେସନ୍ ସେଟ୍ କରିକି ରଖିଲେ ତୁମ ପାଖକୁ ନୋଟିଫିକେସନ୍ ଯିବ, ସେତେବେଳେ ବି ନେକ୍ସଟ ବିଷୟ ଆସିବ। ଏବେ ଲାଇକ୍ କରିକି ନିଜ ସାଙ୍ଗମାନଙ୍କୁ ସେୟାର କରିନେବ।